नमस्कार जय जगन्नाथ सांग मैंने वेलकम टू माय चैनल लाइफ ऑफ बालश्री सांग मैंने सकाल 7टा तो आम हठात जावाक पड़ा मेडिकल कहीं आम मित्र बाबूर देह खराब अच्छी प्रोब्लेम अच्छी से जावाक पड़ा टाउन मत हठात कहले मुझे गाधे पादेनि से बाहर की खाली धोई धुआई पलि आसते आम जाऊँ अटोरे आम पहुँची गलु आम यहाँ हूँ नईबंध नालपुर जहाँ कहते टाउन आपण मान सहित सेयार करूँ पहुँचले मेडिकल अटोरे जाऊँ यहाँ नालपुर मान कौन आईचु खंडिया दांती कौन आईचु मम्मी तो आई तार मेडिकल कहीं आईचु हाँ कहीं आईचु कौन पे आसु कह दुटा इंजेक्शन दिहब दिहब ना मामू घर पलैबे ओहो सी तार मामू घर पलैब रास्त मामू घर पड़ो यहाँ हूँ आमर नालकुल छक पहुँची जाइए ब्राह्मणी नदी पोल ये ब्रह्मदार ब्राह्मणी नदी एपटे गोटे ब्रिज भी अच्छी ये ठंडा लगुच ठंडे किसी कही होनी पाटे भाषा एबे आम पहुँचवा तो मामू घर ना पहुँची गले ये हूँ झरणा घर किए जी मान पलैला ता मामू घर को जा 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 यहीटा तुम घर ना आसला आम टे जाऊँ घर को देखा करी भाज जी तो सेठू आसबे आम सांग होबू यहाँ हूँ झरणा घर तम घर कौटा हाँ वीडियो कर सब वीडियो रे चल चल भाज भाई सारे सीटा बड़ भाज घर गीत बड़े बाप पड़ा एटा कौन तुम ये धान सब मो दीदी नुआ तुम समुदुणी खुड़ी दीदी पलैले बा आगे पलैन फोन कर कहले तुम जल्दी आस बोली मु कौन गाधे कि ठीक कर हाँ 3 दिन है से हाँ हाँ रुटी फुटी हो मुझे कौन कहला मु तुम टोकी समुदुणी गोटे नुह लेट हो घर सब होउची ना अंधार होइची किछि देखा जाउनी आ बाहर भीतर पास्टर हबो सब गोटे खाली आकु चाष आउ धान फान हुए ना धान हुए धान कटा है सब कटा है मेसीन ना सिपु आसती ये देला जो थुरथुरिया शीत
ସାଙ୍ଗମାନେ ଆମେ ଏବେ ଆସି ପହଞ୍ଚିଗଲୁ ବରୁଆ ଛକରେ। ଦୋକାନ ସବୁ ଧୀରେ ଧୀରେ ଗୋଟେ ଗୋଟେ ଖୋଲା ହେଉଛି ପରିବା ଦୋକାନ। ଏଇଟା ବରୁଆ ଛକରେ ପେଟ୍ରୋଲ ପମ୍ପ। ପେଟ୍ରୋଲ ପକେଇ ସାରିଲେ ପୁଣି ଆମେ ବାହାରିଲୁ ମେଡ଼ିକାଲ ଅଭିମୁଖେ। ଯୋଉଠି ଦେଖିବ ଶୀତ ଦିନେ ଖରାରେ ସବୁ ବସ୍ତା ଖରାପ ହୋଇଯାଉଥିବ। ପୁଣି ମୁଁ ଆପଣମାନଙ୍କ ସହିତ ସେୟାର କରିବି ଟାଉନରେ ପହଞ୍ଚିଲେ। ସାଙ୍ଗମାନେ ଦେଖନ୍ତୁ, ଏଇଟା ହେଉଛି ଖରସୁଆ ନଦୀ। ମଝିରେ ମଝିରେ ପାଣି ଅଛି, ପୁଣି ମଝିରେ ମଝିରେ ନାହିଁ। ଏଇ ନଦୀରେ ଖରସୁଆ ନଦୀ ଯୋଉ ସ୍କୁଟି ଥୋଇ ଦେଇକି ପଡ଼ିଥିଲା। ପାଣି ପୁରା ଦେଖୁନା। ଘର ଗୁଡ଼ା ପାଣି ପଳଉଥିବ। ହଁ, ଆମର ସେଟା କେଲୁଆ ନଦୀ। ସାଙ୍ଗମାନେ ଏବେ ଆମେ ପହଞ୍ଚିଗଲୁଣି ଟାଉନ। ଏନ୍ସିସି କଲେଜ ଟାଉନର। ଏବେ ସବୁ କଲର ଚେଞ୍ଜ ହେଇଯାଇଛି। ଏଇଟା ହେଉଛି ଏନ୍ସିସି କଲେଜ। ଭୁବୁର ଟାର୍ଗେଟ ଅଛି ଏଠି। ଏନ୍ସିସିର ମେଡ଼ିକାଲ କଲେଜ ହେବ ନା, ମେଡ଼ିକାଲ କଲେଜ ଟାର୍ଗେଟ ଗୋଟେ ରଖିଛି ଏଠି, ଆଉ ଗୋଟେ ଭଦ୍ରକ। ଦାଦା କହୁଛନ୍ତି ଭଲ ମାର୍କ ଆଣିଲେ ଦେଖ ରହିବାକୁ ପୁରା ହଷ୍ଟେଲରେ। ଆଉ କିଛି ସମୟ ପରେ ଆମେ ପହଞ୍ଚିଯିବୁ ମେଡ଼ିକାଲରେ। ଡାଇରେକ୍ଟ କହୁଛନ୍ତି ଲାଇଫ୍ କେୟାର। ଆମେ ଯାଉଛୁ ଲାଇଫ୍ କେୟାର। ଆପଣମାନଙ୍କ ସହିତ ସେୟାର କରୁଛୁ। ଏଇଟା ତ ଖାଲି ଏଣ୍ଟ୍ରି କଲ ନା, ଟାଉନ ଭିତରେ ଏଣ୍ଟ୍ରି ଅଛି। ଆପଣମାନଙ୍କ ସହିତ ସେୟାର କରିବୁ ପହଞ୍ଚିବୁ। ଟାଉନର ଅଧିକାଂଶ ଦେଖିବ ମେଡ଼ିସିନ ଷ୍ଟୋର, ପ୍ରାୟ ମେଡ଼ିସିନ ଷ୍ଟୋର। ମେଡ଼ିକାଲଟା ରହିଲା ନା। ହଁ ବା, ମେଡ଼ିକାଲଟା ରହିଲା। এটা ଆସିଗଲା ଆମର ଗଭର୍ଣ୍ଣମେଣ୍ଟ ମେଡ଼ିକାଲ। ଆମ ଯାଇଥିଲେ ବା ଯୋଉ ଦାଦାଙ୍କୁ ଜ୍ୱର ହେଇଥିଲା ଯାଇଥିଲା ନା ଆର ସଣ୍ଡେ କଣ ତାର ସଣ୍ଡେ ଆଗଟା କୋଉଠି ତାର ଆଗ ସଣ୍ଡେଟା ମାମା ଆସିଥିଲା ନା ମାମା ଆସିଥିଲା।
ମାମା ନଥିଲା। ନା ନା ମାମା ପଳେଇଥିଲା। ଆମେ ଯାଇଥିଲୁ ସବୁ ନା ଗଭର୍ଣ୍ଣମେଣ୍ଟ ଗାର୍ଲସ ହାୟର ସେକେଣ୍ଡାରୀ ସ୍କୁଲ ମେଡ଼ିକାଲ ଯାଇଥିଲେ ନା ଏଇଟା ବି ନର୍ସିଂ ହୋମ୍ ଗୋଟେ। ସାଙ୍ଗମାନେ ଆମେ ଆସି ପହଞ୍ଚିଗଲୁ ଲାଇଫ୍ କେୟାର। ଚାଲନ୍ତୁ ଯିବା ଯିବା। ଅଛି ଲାଇଫ୍ କେୟାର ଆମେ ଆସି ପହଞ୍ଚିଗଲୁ। ଟିକେଟ୍ ଚାଲ ସେ କଥାଟା କରିଦେବା ଆସ। ଭିଡ଼ିଓ ହେବନି ତ ଆମେ ସାଙ୍ଗ ଆମର ଟିକେଟ୍ କରିଦେଇଛୁ। ତ ଡକ୍ଟର ଆସିନାହାନ୍ତି, 9ଟାରେ ଆସିବେ। ଚୁଟି ଫୁଟି ଉଠିକି ପୁରା ଯାଇଛାତା ହେଇଯାଇଛି। ଏବେ ଆମେ ଟିକେ ଖରାରେ ଠିଆ ଖରାପ ହେଇଯାଉଛି। ଗାଡ଼ିରେ ଆସିଲେ ଯେଉଁ ଥୁଥୁରିଆ ଶୀତ ପବନ ଭଗବାନ କାନ ମୁଣ୍ଡ ଝାଇଁ ଝାଇଁ କରିଦେଲା। ତ ଡକ୍ଟର ଆସିବା ପର୍ଯ୍ୟନ୍ତ ଆମେ ଏବେ ଅପେକ୍ଷା କରିବୁ। ସାଙ୍ଗମାନେ ମେଡ଼ିକାଲ କାମ ସାରିକି ଆମେ ପଳେଇ ଆସିବୁ। କାହିଁକିନା ସେୟାର କରିପାରୁନ ତ ଘରକୁ ଗଲେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଚାଲନ୍ତୁ ଯିବା। ଏବେ ଆମେ ଫେରି ଯାଉଛୁ ଘରକୁ। ଘରେ ପହଞ୍ଚିଲେ ଆପଣମାନଙ୍କ ସହିତ ତ ସାଙ୍ଗମାନେ ଘରେ ଆସି ପହଞ୍ଚିଲା ପରେ ମୁଁ ତ ଗାଧୋଇ ନଥିଲି, ଆପଣମାନଙ୍କ ସହିତ ସେୟାର କରିଥିଲି। ଆଉ ଗାଡ଼ିରେ ଆସିଲା ବେଳେ ବି ମୁଁ ସେୟାର କରିଥିଲି, କହିଥିଲି କି ଘରେ ପହଞ୍ଚିକି ମୁଁ ଆପଣମାନଙ୍କ ସହିତ ସେୟାର କରିବି କାହିଁକି ଆମେ ମେଡ଼ିକାଲ ଯାଇଥିଲୁ ହଠାତ୍। କାହିଁକିନା ପୁତୁରା ବୋଉଙ୍କ ସହିତ ଯାଇଥିଲୁ। କାହିଁକି ସିଏ ହେଉଛି 3 ମନ୍ଥର ପ୍ରେଗନେଣ୍ଟ ଥିଲେ। ତ ସେଥିପାଇଁ ତାଙ୍କର କିଛି ପ୍ରୋବ୍ଲେମ୍ ହେଇଥିଲା, ଅଲ୍ଟ୍ରାସାଉଣ୍ଡ ପାଇଁ ଯାଇଥିଲୁ। ତ ସେଥିପାଇଁ ହଠାତ୍ ବାହାରିବାକୁ ପଡ଼ିଲା। ମୁଁ ଗାଧୋଇ ନଥିଲି, ପଳେଇଲି। ତ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ଆସିଲା, ସେଠି ସାଙ୍ଗେ ସାଙ୍ଗେ ଡକ୍ଟର କହିଲେ କି ମିସକ୍ୟାରେଜ୍ ହେଇଯାଇଛି। ତ ତା ମନ ଟିକେ ଦୁଃଖ ହେଇଗଲା। ପ୍ରତି ମା' ଚାହାନ୍ତି କି ତା ପିଲା ଭଲରେ ରହୁ। ସେ ପ୍ରଥମ ପିଲା ହେଉ କିମ୍ବା ଦ୍ୱିତୀୟ କି ତୃତୀୟ, ସେ ଯେଉଁ ପିଲା ବି ହେଉ, ଯେକୌଣସି ନମ୍ବର ପିଲା ହେଲେ ବି ମା' ମନଟା ସବୁବେଳେ ଖୁସି ରହିବ କି ମୋ ପିଲା ସୁସ୍ଥ ଅଛି, ଭଲ ଅଛି। ତ ଯେମିତି ଶୁଣିଲା କି ପିଲାଟି ଖରାପ ହେଇଯାଇଛି ତ ସେ କାନ୍ଦିଲା। ସେଥିପାଇଁ ମୁଁ ଆଉ ଆଗକୁ ଭିଡ଼ିଓ କରିନଥିଲି, ଭଲ ଲାଗିଲାନି। ସେ ଗୋଟେ ମନ ଦୁଃଖ କରୁଛି, କାନ୍ଦୁଛି, ସେଥିପାଇଁ ମୁଁ ଭଲ ଲାଗିଲାନି ତ କଲିନି। ତ ଘରକୁ ଆସିକି ସେଥିପାଇଁ କହିଲି ସେୟାର କରିବା ପାଇଁ। ଆଉ ଆମ ଏବେ ମନ ଟିକେ ଭଲ ଲାଗିଲାନି, ଖୁସି ଲାଗୁଥିଲା କି ନାଇଁ ତାର 2ଟା ଝିଅ। ତ ଠାକୁରଙ୍କୁ ଡାକୁଥିଲା କି ଗୋଟେ ପୁଅ ହେଇଯାଆନ୍ତା କି କ'ଣ। ଆମେ ସମସ୍ତେ ବି ସେୟା ଚାହିଁଥିଲୁ। ତ ଭଗବାନ ଦୟାରୁ ସେଇଟା ବି ରହିଲାନି। ସେଇଟା ତ ଭଗବାନଙ୍କ ଉପରେ ତାଙ୍କ କଥା। ଆଉ କଥାରେ ଅଛି କି ରଖେ ହରିତ ମାରେ କିଏ, ସେମିତି ମାରେ ହରିତ ରଖେ କିଏ, ସେଇଭଳି ଟାଇପ୍ର। ତ ସେ ଯଦି ରଖିବାକୁ ଚାହିଁନାହାନ୍ତି ସେଇଟା କେବେ ବି ଆମେ ରଖିପାରିବାନି। ତ ଏମିତି ଘଟଣା ଘଟିଛି, ସେଥିପାଇଁ ମୁଁ ତା ଆଗରେ କିଛି ସେୟାର କଲିନି କି କିଛି ଭିଡ଼ିଓ ଆଉ କଲିନି। ଘରକୁ ଆସି ଗାଧୋଇ ପାଧୋଇ ଖାଇକି ଟିକେ ବସିଥିଲି। ମୁଁ କହିଲି କି ଟିକେ ସାଙ୍ଗମାନଙ୍କ ସହିତ ସେୟାର କରିଦେବା, କ'ଣ ପାଇଁ ଯାଇଥିଲୁ, କାହିଁକି ଯାଇଥିଲୁ। ଏଇଆ ଥିଲା ଆମର ଘଟଣା। ଆଉ ବୋଉଟିର ମନ ବି ଦୁଃଖ, କେତେ ଆଶା ନେଇକି ଯାଇଥିଲା। ସବୁ ମା' ଚାହାନ୍ତି କି ତାଙ୍କର ଗୋଟେ ପୁଅ ହଉ, ସବୁ ବାପା ମା' ବି ଚାହାନ୍ତି। 2ଟା ଝିଅ ହେଇଥିଲା, ଆଉ ଭଗବାନ ସେଇଟା ଦେଖିଲେନି, ସହିଲେନି। ଆଉ ଚାଲ, ଭଗବାନଙ୍କୁ ଦୋଷ ଦେବା କିଛି ଆବଶ୍ୟକ ନାହିଁ, ସେଇଟା ଭାଗ୍ୟରେ ଥିବା ଦରକାର। ଆଉ ତା ଭାଗ୍ୟରେ ନାହିଁ, ତ ଦେଖିବା କ'ଣ ହେଉଛି ଆଗକୁ। ଆଉ ତ ଆସି ଟିକେ ଖାଇ ପିଇ ଦେଇଛି, ଭଲ ଲାଗୁନି ତ ଆସି ସାଙ୍ଗେ ସାଙ୍ଗେ ଚା ଆଉ ଟିକେ ସେଉ ପକେଇକି ଖାଇଦେଲି। ଆଉ ଅପା ତାଙ୍କର ରୋଷେଇ କରିସାରିଲେଣି, ଯିବା ଏବେ ଖାଲି ଭାତ ଖାଇଦେବା ଆଉ ଟିକେ ରେଷ୍ଟ ନେବା। ଚାଲନ୍ତୁ ଯିବା, ଦେଖିବା କ'ଣ ହେଉଛି। ପିଲାମାନେ ଆସିଲା ବେଳକୁ ତାଙ୍କର ପ୍ରିୟାଂଶୁ ସ୍କୁଲ ଯାଇନି, ବୁବୁ ବି ଟ୍ୟୁସନ୍ ଆସି ଘରେ ଥିଲା। ଆମେ ଯାଉଛି ତାକୁ କହିବି, ସେ ତାର ପଢ଼ିବ, ମୁଁ ଟିକେ କ'ଣ କରିଦେବି। ଚାଲନ୍ତୁ ଯିବା। ତ ସାଙ୍ଗମାନେ ସେଠି ସବୁ ଦେଖନ୍ତୁ କେମିତି ନିଆଁ ଲଗାଉଛନ୍ତି କଣ୍ଟା ବାଇଁଶି ଗଛରେ। କାଲି ଜୋରରେ ଜଳୁଥିଲା। ବିଲକୁ ଯିବା ପାଇଁ ବାଟ ହେଉଛି। ଏନେ ରାସ୍ତା ନାହିଁ ବିଲକୁ ଯିବା ପାଇଁ, ସେଥିପାଇଁ କଣ୍ଟା ବାଉଁଶ ଗଛ ଗୋଟେ ଅଛି ସେଟାକୁ ଜଳେଇ ଦେଉଛନ୍ତି। ଆଉ ଗୋଟେ ଜୁମ୍ କରିଦେଇ ଦେଖାଯାଏ ଜଳିଗଲାଣି। କାଲି ଜୋର
ଲଗଉଛନ୍ତି ବଡ଼ ବାପା ପୁଣି ହେଇ ଲାଗିବ ଆହୁରି ଟୋଟାଲି ଜାଳିଦେବେ ଗଛକୁ। ବହୁତ ଜୋରସେ ଜଳିଲା ଜଳୁଥିଲା। ଗୋଲା ଶୋଇ ଗଡ଼ିଛି, ନହେଲେ ଦେଖିଥାନ୍ତା ଉଠିକି। ସିଏ ବା କହୁଛି ଅଗି ଜଳା ହଉଛି ବୋଲି। ଟୋଟାଲ ଗଛଟା ଯଦି ଶୁଖିଯିବ ପୁରା ଜଳିଯିବ। କଣ୍ଟା ଗଛଟା ନା। ଚାଲ ତ ସାଙ୍ଗମାନେ ଖାଇ ଦେଇକି ଦ୍ୱିପହରେ ଟିକେ ଏଠି ଗଡ଼ି ପଡ଼ୁଥିଲି। ତ ବୁବୁ ତାର ବସିକି ପଢ଼ୁଥିଲା, ମୁଁ ତା ପାଖରେ ଶୋଇପଡ଼ିଛି। ତ ଏବେ ଉଠିଲା ବେଳକୁ ସନ୍ଧ୍ୟା ଲୋ ବାପା। ତ ଚାଲନ୍ତୁ ଯିବା, 5ଟା ବାଜିବ। ଯିବା ଦେଖିବା କ'ଣ କରୁଛନ୍ତି ସବୁ ସନ୍ଧ୍ୟାରେ। ଚାଲନ୍ତୁ ଯିବା। ତ ଦେଖନ୍ତୁ ସନ୍ଧ୍ୟା ହେଇଗଲାଣି, ବର୍ଷା ବାହାରୁଛି ବୋଲି ଥଣ୍ଡା କମ୍ ଅଛି। ଚଗିଲି କେଇଥର ଖାଇଲୁଣ? ମୁଁ କହିଲି କେଇଥର ଖାଇକି ବାସନ ଧୁଆ ହେଲାଣି? କ'ଣ କହୁଥିଲୁ ସୋନୁ? ତୁ ତ ମୁହଁ ଧୋଇ ଯାଉଛି, ଏମିତି ହଉଛୁ କାହିଁକି? ଆଉ କହୁନୁ ଧୋଇ ହଉନୁ। ମୁଁ କ'ଣ କଲି? କହିଲି ଧୋଇ ହବ ନା? କ'ଣ ପ୍ଲିଜ୍ ପ୍ଲିଜ୍? ନା ମୁଁ ତ ମୁହଁଟା ଦେଖାଯାଉନି ଟୋଟାଲି। କ'ଣ କହ? କ'ଣ କହିବୁ? କ'ଣ କହିବୁ? ମୁଁ ଯାଇଥିଲି ଆଉ ତୁ ଶୋଇପଡ଼ିଥିଲି। ମୁଁ କହିଲି ଦେଖିବା ସେ ଅଛନ୍ତି ସବୁ ଛାତରେ, ପଳେଇ ଆସିଲି, କେହି ନଥିଲେ। ସୋନୁ ବି ପଳେଇ ଆସିଥିଲା, ଚିଲି ଶୋଇଥିଲା, ଝରଣା ଶୋଇଥିଲା। ଡାକୁଥିଲେ ଯୋଉ ଶାଢ଼ୀ ଫଟୋ ଉଠେଇ ନେଲି ତ ମାମାକୁ ଦେଖେଇଲୁ। ଛାଡ଼ିଛି ଚୁଡ଼ି 2-3ଟା ଛାଡ଼ିଛି। ସେଇଆକୁ ପଚାରିବାକୁ ଯାଇଥିଲି। ସେ ଛାଡ଼ିଛି ଭଲ ଲାଗୁଛି, କିନ୍ତୁ ତା ଦେହରେ ତମେ ଯୋଉ ଭଳିଆ ଖୋଜୁନଥିଲ ଦେଖଉନ ସେଇ ଟାଇପ୍ର ନାହିଁ। ଆଉ ନ ହଉ ସେ ଯୋଉ ସେମିତିଆ ହଉଛି। ଏଇ ଶୁଣୁ, ତୋ ମାମୁଁ ଘର ଯାଇଥିଲୁ, କ'ଣ ଖାଇବାକୁ ଦେଲେ? ଆମେ ତ ପଳେଇଲୁ। କ'ଣ ଅଲଗା ନେଇ ଆସିବ? ବିସ୍କୁଟ ଖାଇଲୁ? ଆଉ କ'ଣ? ବିସ୍କୁଟ ଖାଇକି ଖେଳୁଥିଲୁ? ହଁ। ସନ୍ଧ୍ୟା ଦେବା ଟାଇମ୍ ହେଇଗଲାଣି, ମନ୍ଦିରରେ ଘଣ୍ଟ ବାଜିଲାଣି। ଆମର ବି ଏବେ ସନ୍ଧ୍ୟା ଦିଆହେବ। ତ ସମୟ ହେଇଯାଇଛି ଆଜିର ଭିଡ଼ିଓଟିକୁ ଏଇଠୁ ଏଣ୍ଡ କରିବା। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦେବେ। ତ ଯଦି ଅଧିକରୁ ଅଧିକ ଭଲ ଲାଗୁଥାଏ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତ ଆଜି ପାଇଁ ରହିଲୁ, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲୁ, ଲଭ୍ ୟୁ, ଜୟ ଜଗନ୍ନାଥ।